ଏକ ଏପ୍ରିଲରୁ ବଦଳୁଛି ରାସନ କାର୍ଡ଼ର ନିୟମ। ତୁରନ୍ତ କରନ୍ତୁ ଏହି କାମ, ନଚେତ୍ ଆପଣଙ୍କର ରାସନ କାର୍ଡ଼ କଟିଯିବାର ସମ୍ଭାବନା ଅଛି। ତେବେ ସମ୍ପୂର୍ଣ୍ଣ ଖବର ଜାଣିବା ପୂର୍ବରୁ ଭିଡ଼ିଓକୁ ଏକ ଲାଇକ୍ କରି ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରିଦିଅନ୍ତୁ ଏହିପରି ଖବର ଅପଡେଟ୍ ପାଇବା ପାଇଁ। ତେବେ ଦର୍ଶକ ବନ୍ଧୁ, ଯଦି ଆପଣ ନୂଆ ରାସନ କାର୍ଡ଼ ତିଆରି କରିବାକୁ ଚିନ୍ତା କରୁଛନ୍ତି କିମ୍ବା ପୂର୍ବରୁ ଆପଣଙ୍କ ପାଖରେ ରାସନ କାର୍ଡ଼ ଅଛି, ତେବେ ସରକାର 1 ଏପ୍ରିଲ 2024 ତାରିଖଠାରୁ ଅଧିକ କଠୋର ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିୟମଗୁଡ଼ିକର ଲକ୍ଷ୍ୟ ହେଉଛି ରାସନ କାର୍ଡ଼ ତାଲିକାରୁ ଅଯୋଗ୍ୟ ବ୍ୟକ୍ତିମାନଙ୍କୁ ବାଦ୍ ଦେବା ଏବଂ ପ୍ରକୃତରେ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଲାଭ ପହଞ୍ଚାଇବା। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ରାସନ କାର୍ଡ଼ର ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ 2024 ମସିହା ପାଇଁ ନୂତନ ନିୟମ ଜାରି କରିଛନ୍ତି। ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ରାସନ କାର୍ଡ଼ରେ ତାଲିକାଭୁକ୍ତ ପ୍ରତ୍ୟେକ ପରିବାର ସଦସ୍ୟ ପାଇଁ ଇକେୱାଇସି ବାଧ୍ୟତାମୂଳକ। ଏହାର ଅର୍ଥ ହେଉଛି ଯେ ଯଦି 28 ଫେବୃଆରୀ 2024 ସୁଦ୍ଧା କେୱାଇସି ପୂରଣ ନ ହୁଏ, ତେବେ 1 ମାର୍ଚ୍ଚରୁ ରାସନ କାର୍ଡ଼ ବନ୍ଦ ହୋଇପାରେ। ଏଥିପାଇଁ ନିକଟସ୍ଥ ରାସନ ଦୋକାନରୁ ଯାଇ ଆପଣ ଟିପ ଚିହ୍ନ ପ୍ରଦାନ କରି କିମ୍ବା ମେରା ରାସନ ଆପ୍ ବ୍ୟବହାର କରି ଆପଣଙ୍କର କେୱାଇସି ପୂରଣ କରିପାରିବେ। ତେବେ କେୱାଇସି ପାଇଁ କୌଣସି କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା ନାହିଁ। ନୂତନ ରାସନ କାର୍ଡ଼ ପାଇଁ କେବଳ ଅନଲାଇନ୍ ଆବେଦନ ଗ୍ରହଣ କରାଯିବ। ଆଧାର କାର୍ଡ଼, ଆୟ ପ୍ରମାଣପତ୍ର ବା ବିଦ୍ୟୁତ୍ ବିଲ୍ କିମ୍ବା ବାସସ୍ଥାନ ପ୍ରମାଣପତ୍ର ଭଳି ଡକ୍ୟୁମେଣ୍ଟ ଆବଶ୍ୟକ ହେବ। ଅନଲାଇନ୍ ଆବେଦନ ପରେ ଜଣେ ଖାଦ୍ୟ ଯୋଗାଣ ଅଧିକାରୀ ଯାଞ୍ଚ ପାଇଁ ଆପଣଙ୍କ ଘରକୁ ଯିବେ। ଏହାପରେ କାର୍ଡ଼ ଜାରି କରାଯିବ। 2026 ମସିହାଠାରୁ ନୂତନ ନିୟମ ଏକ ବଡ଼ ପରିବର୍ତ୍ତନ ହୋଇଛି। ସରକାରଙ୍କ ନିୟମ ଅନୁଯାୟୀ ଯଦି ଆପଣଙ୍କ ପରିବାରରେ କୌଣସି ସଦସ୍ୟ ଆୟକର ବା ଇନକମ୍ ଟ୍ୟାକ୍ସ ଦେଉଥାନ୍ତି, ତେବେ ଆପଣଙ୍କର ରାସନ କାର୍ଡ଼ ବାତିଲ ହେବ। ଯଦି ଆପଣଙ୍କର ଘରେ ଟ୍ରାକ୍ଟର ବ୍ୟତୀତ ଅନ୍ୟ କୌଣସି 4 ଚକିଆ ଯାନ ଥିବ, ତାହେଲେ ଆପଣଙ୍କର ରାସନ କାର୍ଡ଼ ବଞ୍ଚିତ ହେବେ। ନିର୍ଦ୍ଧାରିତ ସୀମାରୁ ଅଧିକ ଜମି କିମ୍ବା ବଡ଼ ପକ୍କା ଘର ଥିଲେ କାର୍ଡ଼ କଟିଯିବ। ଯଦି ଲଗାତାର 3 ମାସ ଧରି ରାସନ ନେଉନାହାନ୍ତି, ତେବେ ସରକାର ଆପଣଙ୍କର ନାଁକୁ ଡିଲିଟ୍ କରିପାରନ୍ତି। ଯଦି ହିତାଧିକାରୀଙ୍କ ମୃତ୍ୟୁ ହୋଇଯାଇଛି କିମ୍ବା ସେ ବିବାହ କରି ଅନ୍ୟ କୌଣସି ସ୍ଥାନକୁ ଚାଲିଯାଇଛନ୍ତି, ତେବେ ତାଲିକାରୁ ତାଙ୍କର ନାଁ କଟିଯିବ। ଯଦି ଆପଣଙ୍କର କାର୍ଡ଼ରେ କୌଣସି ସଦସ୍ୟଙ୍କର ନାମ ଭୁଲ ଅଛି କିମ୍ବା ଆଧାର ଲିଙ୍କ ହୋଇନାହିଁ, ତେବେ ତୁରନ୍ତ ନିକଟସ୍ଥ ରିଟେଲର କିମ୍ବା ପଞ୍ଚାୟତ ଅଫିସରେ ଯୋଗାଯୋଗ କରନ୍ତୁ। ତେବେ ଯଦି ଆପଣ 28 ଫେବୃଆରୀ ସୁଦ୍ଧା ଏହିସବୁ କାମ ନ କରୁଛନ୍ତି, ତେବେ ଆପଣଙ୍କର ରାସନ କାର୍ଡ଼ କଟିଯିବାର ସମ୍ଭାବନା ରହିଛି।